ବୃକ୍ଷଲତାର ସବୁଜିମା ଭେଦ କରି ବଣର କେନ୍ଦ୍ରସ୍ଥଳରେ ଥିବା ପର୍ବତଟି ଉପରେ ସକାଳର ସୂର୍ଯ୍ୟକିରଣ ବିଛେଇ ପଡ଼ୁଥାଏ। ଗୁମ୍ଫା ଭିତରୁ ବାହାରି ଆସି ଯୁବା ସିଂହ ଜଣକ ଗୋଟାଏ ଶିଳାଖଣ୍ଡ ଉପରେ ଠିଆ ହୋଇ ତା ରାଜ୍ୟ ଭିତରକୁ ଦୃଷ୍ଟିପାତ କରୁଥାଏ। କେଇଦିନ ତଳେ ଅରଣ୍ୟର ରାଜା ବୋଲାଉଥିବା ସିଂହର ମୃତ୍ୟୁ ହୋଇଯାଇଥାଏ। ଏ ଯୁବା ସିଂହ ବର୍ତ୍ତମାନ ରାଜା, ଅନ୍ତତଃ ତା ହିଁ ତା ନିଜର ଧାରଣା। ସେ ଦେଖିଲା ବତକଟି ଅତର୍ଚ୍ଛା ଦୌଡ଼ୁଛି। କଥା କ'ଣ କିରେ? ସିଂହ ପଚାରିଲା। ଯୁବରାଜ, ଶୁଣିଲି କି ଦୁଇ ଗୋଡ଼ିଆ ପ୍ରାଣୀଟି ଆମ ମୁଲକରେ ପଶିଛି। ତାକୁ ମୋର ଭାରି ଡର। ଶୁଣିଛି ସେମାନେ ଆମ ଭଳି ଜୀବଙ୍କୁ ଧରି ନେଇ ପୋଷନ୍ତି ଓ ପରେ ଖାଇ ପକାନ୍ତି। ବତକ କହିଲା, ଶୁଣ ମୂର୍ଖ, ବର୍ତ୍ତମାନ ମୁଁ ଯୁବରାଜ ନୁହେଁ, ମହାରାଜ। କ'ଣ କହିଲୁ? ଦୁଇ ଗୋଡ଼ିଆ ଅର୍ଥାତ୍ ମଣିଷ? ମୋର ପରଲୋକଗତ ପିତାଙ୍କ ଠାରୁ ଶୁଣିଛି ସେମାନେ ଆମର ପରମ ଶତ୍ରୁ। ଭୟ ନାହିଁ। ମଣିଷ ମୋ ପ୍ରତାପ ଜାଣେ ନା। ଆସୁ, କିନ୍ତୁ ମୋ ବଣରାଜ୍ୟ ଭିତରୁ ସେ ଆଉ ଫେରି ଯାଇପାରିବ ନାହିଁ। ଯୁବା ସିଂହ କହିଲା, ମହାରାଜଙ୍କ ମୁହଁରେ ସିନା ଏମିତି କଥା ଶୋଭା ପାଏ। ଆପଣ ଥାଉ ଥାଉ ଆମ ଭଳି ପ୍ରାଣୀର ଆଉ ଭୟ କ'ଣ? ଠିକ୍, ଭୟ ନାହିଁ। ଆସୁ ମଣିଷ, ଅପେକ୍ଷା କର। ସିଂହ ଗର୍ଜନ କରି କହିଲା। ପରେ ପରେ ଦୌଡ଼ି ଆସିଲା ଗୋଟାଏ ଗଧ। କିରେ ବୋକା, କୁଆଡ଼େ ଦୌଡ଼ୁଛୁ? ସିଂହ ପ୍ରଶ୍ନ କଲା। ଆଜ୍ଞା, ଆମ ବଣରେ ଦୁଇ ଗୋଡ଼ିଆ ପଶିଛି। ମୁଁ ଲୁଚିବାକୁ ଠାଇଁ ଖୋଜୁଛି, କାରଣ ସେମାନେ ମୋ ଭଳି ପ୍ରାଣୀଙ୍କୁ ଧରି ନେଇ ନିର୍ଦ୍ଦୟ ଭାବରେ ଖାଲି ବୋଝ ବୁହାନ୍ତି, ପୁଣି ଗତି ଟିକେ ମନ୍ଥର ହେଲେ ପିଟନ୍ତି। ଆରେ ବୋକା, ମୁଁ ଥାଉ ଥାଉ ତୋର ଲୁଚିବା ଦରକାର ପଡ଼ିବ କାହିଁକି? ଦୁଇ ଗୋଡ଼ିଆକୁ ତିନି ଗଡ଼ କରିଦେଇ ମୁଁ ମୋ ନିଜର ଜଳଖିଆ, ଦିବାହାର ଓ ନୈଶ୍ୟାହାର ବ୍ୟବସ୍ଥା କରିବି ନାହିଁ? ତୁ ତ ନିରାମିଷାଶୀ, ତୁ ବୁଝିବୁ କ'ଣ? ମୋ ପ୍ରବଳ ପ୍ରତାପୀ ପିତାଙ୍କ ସୌଜନ୍ୟରୁ ମୁଁ ପୂର୍ବରୁ ଥରୁଟିଏ ଦୁଇ ଗୋଡ଼ିଆଙ୍କର କେଇ ପୁଳା କଲିଜା ଭକ୍ଷଣ କରିଛି। ଆପଣ ଯେତେବେଳେ ଅଭୟ ଦେଉଛନ୍ତି, ସେତେବେଳେ ମୋର ଆଉ ଚିନ୍ତା କ'ଣ? ଏହା କହି ଗଧ ଚୁପଚାପ ବତକ ପଛପଟେ ଗୋଡ଼ ମାଡ଼ି ବସି ପଡ଼ିଲା। ଆଗରୁ ଧୂଳି ଉଡ଼ାଇ କେହି ଜଣେ ମାଡ଼ି ବସିଥିବାର ଜଣାଗଲା। ଦୁଇ ଗୋଡ଼ିଆ ଆସୁଛି ପରା। ସିଂହ ଉଦ୍ଗ୍ରୀବ ହୋଇ ଅନାଇ ରହିଲା। ଗଧ ଚଟାପଟ ଉଠି ପଡ଼ିଲା। ବତକ ସାମାନ୍ୟ ଉଡ଼ନ ଦେଇ ତା ପିଠି ଉପରେ ବସିଲା। ଯିଏ ଆସି ପହଞ୍ଚିଲା ସେ ଗୋଟେ ବଣୁଆ ଘୋଡ଼ା। କ'ଣ ହେଲା? ପଚାରିଲା ସିଂହ। ମହାରାଜ, ବଣରେ ଦୁଇ ଗୋଡ଼ିଆ ପଶିଲାଣି। ସର୍ବନାଶ! ବୁଦ୍ଧୁ, ମୁଁ ଥାଉ ଥାଉ ସର୍ବନାଶର ଆଶଙ୍କା କରିବୁ? ମୁଁ ଅପେକ୍ଷା କରିଛି ଦୁଇ ଗୋଡ଼ିଆକୁ, ତାକୁ ତିନି ଗଡ଼ କରି। ସିଂହର ହୁଙ୍କାର ବାକ୍ୟ ଶେଷ ହେବା ପୂର୍ବରୁ ଗଛଲତା ଦୋହଲାଇ ଧୂଳି ଉଡ଼ାଇ ବାରହା, ଭାଲୁ, ଗଣ୍ଡାର ପ୍ରଭୃତି 10 ଜଣ ପ୍ରାଣୀ ଦୌଡ଼ି ପଳାଉ ପଳାଉ ସିଂହକୁ ଦେଖି ଅଟକିଗଲେ। କଥା କ'ଣ? ଆମର ପ୍ରମୁଖ ପ୍ରଜା ପାରିଷଦ ବର୍ଗ। ସିଂହ ଥଟ୍ଟାଳିଆ ଭାବରେ ପ୍ରଶ୍ନ କଲା। ଆଜ୍ଞା, ଦୁଇ ଗୋଡ଼ିଆ ଆସୁଛି, ଭାଲୁ କହିଲା। ଲଜ୍ଜା ନାହିଁ? ମୁଁ ଥାଉ ଥାଉ ଦୁଇ ଗୋଡ଼ିଆକୁ ଭୟ? ଚୁପଚାପ ମୋ ପଛରେ ବସିଯାଅ, ସିଂହ କହିଲା। ଏତିକି ବେଳେ ଗୋଟାଏ ଡାମରା କାଉ ଗଛ ଉପରୁ କହିଲା, ଅଇଲା ଦୁଇ ଗୋଡ଼ିଆ। ତତ୍କ୍ଷଣା ସିଂହ ପଛରେ ଅପେକ୍ଷା କରିଥିବା ଯାବତୀୟ ପ୍ରାଣୀ ଆଖି ପିଛୁଳାକେ ଦୌଡ଼ି ପଳାଇଲେ। ସିଂହ ସେମାନଙ୍କ ଉପରେ କ୍ରୁଦ୍ଧ ହେଲା, କିନ୍ତୁ ସଙ୍ଗେ ସଙ୍ଗେ ଚିନ୍ତିତ ମଧ୍ୟ ହେଲା। ବାସ୍ତବିକ ଦୁଇ ଗୋଡ଼ିଆ କ'ଣ ଏଡ଼େ ଭୟଙ୍କର? ଚାହୁଁ ଚାହୁଁ ପିଠିରେ ଗୋଟାଏ ଥଳି ପକାଇ ଦୁଇ ହାତରେ କାଠ ଗାଡ଼ିଟିଏ ଠେଲି ଠେଲି ଜଣେ ମଳିମୁଣ୍ଡିଆ ଲୋକ ଆଗେଇ ଆସିଥିବାର ଦେଖାଗଲା। ସିଂହ ଅଳ୍ପ ଗର୍ଜନ ଛାଡ଼ି ତାର ଦୃଷ୍ଟି ଆକର୍ଷଣ କରିବାର ଚେଷ୍ଟା କଲା,
କିନ୍ତୁ ଲୋକଟି ତାକୁ ଛୋଟ ନମସ୍କାରଟିଏ ପକାଇ ନିଜ ବାଟରେ ଆଗେଇ ଯିବାକୁ ଲାଗିଲା। ରୁକୋ, ସିଂହ ଗର୍ଜନ କରି କହିଲା। ଲୋକଟି ରହିଗଲା। ତୁମେ ଦୁଇ ଗୋଡ଼ିଆଟି? ସିଂହ ଗମ୍ଭୀର ଭାବରେ ପ୍ରଶ୍ନ କଲା। ମନ୍ତ୍ରୀ ମହାଶୟଙ୍କର ଗଣିତ ଜ୍ଞାନ ଭଲ ବୋଲି ମୁଁ ମାନିବି। ଆପଣ ଠିକ୍ ଗଣିଦେଲେ। ମୋର ବାସ୍ତବିକ ଦୁଇଟି ଗୋଡ଼। ତେବେ ଆପଣଙ୍କ ସମ୍ବୋଧନ ଖୁବ୍ ଭବ୍ୟ ନୁହେଁ। ଆପଣଙ୍କ ରାଜା ମୋତେ କାରିଗର ବୋଲି ସମ୍ବୋଧନ କରନ୍ତି, ଲୋକଟି ଜଣାଇଲା। ଆରେ ମୂଢ଼, ତୁ ପାଗଳଙ୍କ ଭଳି କ'ଣ କହୁଛୁ? ରାଜା ତ ମୁଁ ମନ୍ତ୍ରୀ ବୋଲି ତୋର ଧାରଣା ହେଲା କେମିତି? ମୁଁ ତ ଆପଣଙ୍କ ରାଜ୍ୟର ହାଲଚାଲ ଜାଣିନା। ମୋତେ ବାଘ ମହାଶୟ କହିଲେ କି ବୁଢ଼ା ସିଂହର ମୃତ୍ୟୁ ଅନ୍ତେ ସେ ରାଜା ହୋଇଛନ୍ତି ଏବଂ ଯୁବା ସିଂହକୁ ମନ୍ତ୍ରୀ ପଦ ଦେଇଛନ୍ତି। ତାଙ୍କର ଦରକାର ଏମନ୍ତ ଗୋଟିଏ ଘର ଯାହା ଭିତରକୁ କୌଣସି ଜନ୍ତୁ ପଶିପାରିବେ ନାହିଁ, ଅର୍ଥାତ୍ ଶତ୍ରୁ ତାଙ୍କୁ ଆକ୍ରମଣ କରିପାରିବ ନାହିଁ। ତାଙ୍କ ଦେହର ମାପ ନେଇ ତାଙ୍କରି ସାମ୍ନାରେ ଘରଟି ତିଆରି କରିଦେବି ବୋଲି ତାଙ୍କ ଗୁମ୍ଫା ଆଡ଼େ ଯାଉଥିଲି। ଯୁବା ସିଂହ କିଛି ସମୟ ସ୍ତବ୍ଧ ହୋଇ ରହିଲା। ତାପରେ କହିଲା, ପାଖ ବଣରେ ବାଘ ଥିବା କଥା ମୋ ପିତାଙ୍କ ଠାରୁ ଶୁଣିଥିଲି। ଥରେ ତା ସହ ମୋ ବାପାଙ୍କର ଲଢ଼େଇ ମଧ୍ୟ ହୋଇଥିଲା। କିନ୍ତୁ ଜଣେ ପ୍ରବୀଣ ହାତୀଙ୍କ ମଧ୍ୟସ୍ଥତାରେ ସ୍ଥିର ହୋଇଥିଲା ଯେ ପିତା ତାଙ୍କ ବଣକୁ ଯିବେ ନାହିଁ କି ସେ ଆମ ବଣକୁ ଆସିବେ ନାହିଁ। ବର୍ତ୍ତମାନ ବୁଝିଲି, ପିତାଙ୍କ ପରଲୋକରେ ତା ଭିତରେ ଏହି ଦୁରାଶାର ସଞ୍ଚାର ହୋଇଛି ଯେ ସେ ଆମ ବଣକୁ ତା ଅକ୍ତିଆରକୁ ନେଇ ଆସିବ। ବାଃ, ଶୁଣୁ ଦୈଗୁଡ଼ିଆ, ମୁଁ ସେ ବାଘକୁ ଖତମ କରିବି, କିନ୍ତୁ ସେ ଯେମିତି ମୋର କୌଣସି କ୍ଷତି ନ କରିପାରିବ ସେ ପାଇଁ ମୋହରି ଲାଗି ସେ ଘର ତିଆରି କର, ଏଇଠି ଏଇ କ୍ଷଣ। କିନ୍ତୁ ଚପ୍, କୌଣସି କିନ୍ତୁ ଚଳିବ ନାହିଁ। ବାଘର ଏଡ଼େ ଦୁଃସାହସ, ନିଜକୁ ରାଜା ବୋଲି ଜାହିର କରି ସିଂହକୁ ମନ୍ତ୍ରୀ ପଦ ଦେଉଛି। ଆରମ୍ଭ କର କାମ। ସିଂହ ମଣିଷଟି ଆଡ଼େ ପାଦେ ଆଗେଇ ଆସିଲା। ହେଉ ମହାରାଜ, ହେଉ, ଯଥା ଆଜ୍ଞା। କାରିଗର ଠେଲା ଗାଡ଼ିରେ ଥିବା କାଠପଠ ଯୋଗେ ନିଜ ଥଳିରେ ଆଣିଥିବା ଯନ୍ତ୍ରପାତି ସାହାଯ୍ୟରେ ଗୋଟାଏ କାଠଘର ତିଆରି କରିବାରେ ମନ ଦେଲା। କାମ ଯେମିତି ଯେତିକି ଆଗେଇ ବଢ଼ୁଥାଏ, ଘରର ରୂପ ସେତିକି ପୂର୍ଣ୍ଣତା ଆଡ଼କୁ ଯାଉଥାଏ। ସିଂହର ହରସ ମଧ୍ୟ ସେତିକି ବଢ଼ୁଥାଏ। ଶୀଘ୍ର ଶେଷ କର, ଶୀଘ୍ର ଶେଷ କର, ସେ କହୁଥାଏ। ଘର ତିଆରି ହେଇଗଲା। ମହାରାଜ, ଏଥର ଭିତରେ ପ୍ରବେଶ କରନ୍ତୁ, କାରିଗର ସିଂହକୁ ଅଭିବାଦନ ଜଣାଇ କହିଲା। ସିଂହ ଆଗେଇ ଆସିଲା। ଏ ଗରିବ କାରିଗରକୁ କିଛି ପାରିଶ୍ରମିକ ମିଳିବନି? ଲୋକଟି ନମ୍ର ଭାବରେ ପଚାରିଲା। ସିଂହ ଟିକେ ଚିନ୍ତା କଲା। ମନେ ପଡ଼ିଲା, ଥରେ ମୋ ପିତା ଦୁଇଜଣ ଦୁଇ ଗୁଡ଼ିଆକୁ ମାରି ତା ସାଥିରେ ଥିବା ପୁଳେ ଚକଚକ୍ ଜିନିଷ ଏଇ ଗୁମ୍ଫାରେ ରଖିଥିଲେ। ସେସବୁ ତୋ କାମରେ ଲାଗିପାରେ, ନେଇଯା। କିନ୍ତୁ ମୋତେ ଆଗେ ମୋ ଘର ଭିତରକୁ ବାଟ ଦେଖା। କାରିଗର ଯାହା ତା ଠେଲା ଗାଡ଼ି ଉପରେ ତିଆରି କରିଥିଲା ତା ଥିଲା ଗୋଟାଏ ବିଶାଳ ଜନ୍ତା। ସେ ସିଂହକୁ ତଇଁ ଭିତରକୁ ପଶିବାର ବାଟ ଦେଖାଇ ଦ୍ୱାର ବନ୍ଦ କରିଦେଲା। ସିଂହ ନିଜ ନୂଆ ଘରର ଶିହରଣ ଅନୁଭବ କରୁଥାଏ। କାରିଗର ଯାଇ ଗୁମ୍ଫା ଭିତରୁ ଗୋଟାଏ ଥଳି ବାହାର କରି ନେଇ ଆସିଲା। ସେଥିରେ ଥିଲା ବହୁତ ଗୁଡ଼ିଏ ଧନରତ୍ନ। ବାଃ, ବେଶ୍ ନିରାପଦ ଘର। ଏଥର କବାଟ ଖୋଲ, ସିଂହ ଖୁସିଭରା କଣ୍ଠରେ କହିଲା। ମହାରାଜ, ଆପଣ ଆଜି ଯାଏ ପାଦରେ ଚାଲି ଚାଲି ଆପଣଙ୍କ ରାଜ୍ୟ ଭ୍ରମଣ କରି ଆସୁଥିଲେ। ଆଜି ଆପଣଙ୍କ ଚଳନ୍ତା ଘର ଯୋଗେ ଟିକେ ବୁଲାବୁଲି କରନ୍ତୁ। ଏହା କହି କାରିଗର ଜନ୍ତା ଗାଡ଼ି ଠେଲି ଠେଲି ରାଜପଥ ଆଡ଼େ ଚାଲିଲା। ବେଶ୍ ମଜା ଲାଗୁଛି ତ,
ସିଂହ ମନ୍ତବ୍ୟ ଦେଲା। ଆହୁରି ମଜା ଲାଗିବ ଆପଣ ଯେତେବେଳେ ଆମ ଦୁଇ ଗୋଡ଼ିଆ ମାନଙ୍କର ରାଜାଙ୍କୁ ଭେଟିବେ। ତାଙ୍କ ଚିଡ଼ିଆଖାନାରେ ବହୁତ ଜନ୍ତୁ ଜାନୁଆର ଅଛନ୍ତି। ସିଂହ ନଥିଲେ ଆପଣଙ୍କୁ ପାଇ ତାଙ୍କ ଆନନ୍ଦର ସୀମା ରହିବ ନାହିଁ। ମୋତେ ବି ମୋଟା ପୁରସ୍କାର ମିଳିବ। କାରିଗର ଏହା କହିବା ସଙ୍ଗେ ସଙ୍ଗେ ସିଂହ କିପରି ଆରାମରେ ରହିବ, ତା ପାଇଁ କିପରି ସୁସ୍ୱାଦ ଖାଦ୍ୟର ବ୍ୟବସ୍ଥା କରାଯିବ, ତାକୁ 8-10 ଜଣ ଦୁଇ ଗୁଡ଼ିଆ କେମିତି ତା ପାଇଁ ଖଟିବେ, ସେସବୁର ବର୍ଣ୍ଣନା ଦେଉ ଦେଉ ରାଜପଥ ଉପରକୁ ଆସିଗଲା। ପ୍ରଥମେ କିଛି ଲୋକ ସେ ଦୃଶ୍ୟ ଦେଖି ଛାନିଆ ହେଲେ। ତାପରେ ସେ ଜନ୍ତାରୁ ସିଂହ ମୁକୁଳିବାର ଉପାୟ ନାହିଁ ବୋଲି ଜାଣି କୌତୂହଳୀ ହୋଇ ସେ ଠେଲା ଗାଡ଼ିକୁ ଅନୁସରଣ କଲେ। ନୂଆ ନୂଆ ଦୃଶ୍ୟ ଦେଖି ସିଂହ ବି ବେଶ ଆମୋଦିତ ହେଉଥାଏ। ଅବଶେଷରେ ଚିଡ଼ିଆଖାନାରେ ଅବରୁଦ୍ଧ ହେବା ପରେ ସେ ବୁଝିଲା ଦୁଇ ଗୁଡ଼ିଆଙ୍କର କରାମତି। ତେଣେ ବଣର ଜୀବଜନ୍ତୁମାନେ ଏକତ୍ର ହୋଇ ପ୍ରସ୍ତାବ ଗ୍ରହଣ କଲେ। ଦୁଇ ଗୁଡ଼ିଆଙ୍କ କରାମତିକୁ ଜୁହାର, ସେମାନଙ୍କୁ କଦାପି ପରତେ ଯିବ ନାହିଁ। ଧନ୍ୟବାଦ।